ଦଶମ ଶ୍ରେଣୀ ପିଲାମାନେ ତୁମର ଆଜି ସାହିତ୍ୟ ଡିସ୍କସନ୍ କରିବା ଯଥାଶୀଘ୍ର ଆମ ହ୍ୱାଟ୍ସଆପ୍ ଗ୍ରୁପ୍ରେ ଜଏନ୍ କରିଯାଅ। ଏବେ ଗୋଟେ ଲିଙ୍କ୍ ଅଛି ହେଲା କି, ସେ ସମସ୍ତ ପ୍ରଶ୍ନର ଆନ୍ସର୍ ପାଇବ ହେଲା କି। ଲାଇକ୍ କର, ସେୟାର କର, ସବସ୍କ୍ରାଇବ୍ କର, କାରଣ ଆନୁଆଲ୍ ଏକ୍ଜାମ୍ ବି ଦେଖାହେବ। ଟେନସନ୍ ନିଅନି। ଚାଲ ଆମ କ୍ୱେଶ୍ଚନ୍କୁ ଆରମ୍ଭ କରିବା। ଦେଖ ଆମର ପ୍ରଥମ କ୍ୱେଶ୍ଚନ୍ କ'ଣ ତୁମର ସାହିତ୍ୟର ନା ପଠିତ କବିତା ଅନୁସରଣରେ ଚିଲିକାର ସାୟନ୍ତନ ପରିବେଶର ବର୍ଣ୍ଣନା କର। ତାକୁ ବୁଝେଇକି ଲେଖିବ। ତ ଏଇଟା କିମ୍ବାରେ କ'ଣ ପଡ଼ିଥିବ ଦେଖ ନା ବନ୍ଦେ ଉତ୍କଳ ଜନନୀ କବିତାରୁ ଉତ୍କଳର ବୈଶିଷ୍ଟ୍ୟ ଉଲ୍ଲେଖ କର। ଏଇଟା 5 ମାର୍କିଆ, ଯେକୌଣସି ଗୋଟେ କରିବ। ତାପରେ କ'ଣ ଅଛି ନା ପଲ୍ଲୀର ଶିକ୍ଷିତ ସମ୍ପ୍ରଦାୟ ଓ ଶ୍ରୀକୃଷ୍ଣ ମଧ୍ୟରେ ତୁଳନା କେତେ ଦୂର ଯୁକ୍ତିଯୁକ୍ତ ପଠିତ ପ୍ରବନ୍ଧକୁ ଭିତ୍ତି କରି ବୁଝାଇ ଲେଖ। ତା କିମ୍ବାରେ କ'ଣ ପଡ଼ିଥିବ ନା ସଭ୍ୟତା ଓ ବିଜ୍ଞାନ ପରସ୍ପର ଆଶ୍ରୟୀ ପଠିତ ପ୍ରବନ୍ଧ ଅବଲମ୍ବନରେ ଏହାର ଯଥାର୍ଥ ପ୍ରତିପାଦନ କର। ଏଇଟା ହେଉଛି 5 ମାର୍କିଆ ପଡ଼ିଥିବ, ଭେରି ଇମ୍ପୋର୍ଟାଣ୍ଟ, କରିକି ଯିବ। ତାପରେ ସରଳାର୍ଥ ଦେଖିବା କ'ଣ ଅଛି ନା ସରଳାର୍ଥ ଗଦ୍ୟରୁ ଆଉ ପଦ୍ୟରୁ ନିଶ୍ଚୟ ପଡ଼ିଥିବ। ଗଦ୍ୟ ପାଇଁ କ'ଣ ଅଛି ନା ସଙ୍କଟ କାଳେ ତୁମ୍ନ ଉଦାହରଣ ପୁଣି ଦିଶଇ ସିଂହନାଦ ପ୍ରସନ୍ନ ବଦରାଣ। ତାପରେ ବିଭୂତି କି ଭୁଞ୍ଜିଥିଲୁ ବିଭୂତି ଭୂଷଣେ ବଡ଼ କୂଳେ ଜନମୀ ଶରଣ କି କାରଣ ଯେ। ଏଇଟା ହେଉଛି ପଦ୍ୟର ସରଳାର୍ଥ। ତାପରେ ଦେଖିବା ଗଦ୍ୟ କ'ଣ ଅଛି ଆଧ୍ୟାତ୍ମିକ ଉଚ୍ଚାଙ୍ଗ ଭାବ ବେଳେବେଳେ ତାଙ୍କ ସୃଷ୍ଟିକୁ ଅନ୍ୟାନ୍ୟ କରିଛି। କିମ୍ବାରେ କ'ଣ ପଡ଼ିବ ନା କିମ୍ବାରେ ଏହା ପଡ଼ିଛି ଭେରି ଇମ୍ପୋର୍ଟାଣ୍ଟ ଭାରତର ବୈଶିଷ୍ଟ୍ୟ ତା'ର ଆଧ୍ୟାତ୍ମିକତା। ଏଇଟା ହେଉଛି ସରଳାର୍ଥ। ଗଲା ରଚନା କ'ଣ ପଡ଼ିଥିବ ଦେଖ, ଯେକୌଣସି ଗୋଟିଏ ଲେଖିବ ରଚନା 100 ୱାର୍ଡ଼ ଭିତରେ ହେଲା କି। ପ୍ରଥମ ରଚନା କ'ଣ ଅଛି ଦେଖ ନା ସ୍ୱଚ୍ଛ ଭାରତ ବିଷୟରେ ଲେଖିବ। ସ୍ୱଚ୍ଛ ଭାରତ କେମିତି ସ୍ୱଚ୍ଛ ଦେଶ କରାହେଉଛି ହେଲା, ସ୍ୱଚ୍ଛ ଭାରତ ବିଷୟରେ ଲେଖିବ। ସାହିତ୍ୟ ଓ ସମାଜ ବିଷୟରେ ଲେଖିବ। ନହେଲେ ଓଡ଼ିଶାର ପ୍ରାକୃତିକ ଦୁର୍ବିପାକ, ଏଇ ଯେଉଁ ବାତ୍ୟା ମରୁଡ଼ି ଆସୁଛି, ଓଡ଼ିଶାର ପ୍ରାକୃତିକ ଦୁର୍ବିପାକ ବିଷୟରେ ଲେଖିବ। ତାପରେ ପତ୍ର ଲିଖନ, ପତ୍ର ରିପୋର୍ଟ ରାଇଟିଂ ଯାହା କରିବ। ପତ୍ର କ'ଣ ନା ଘରର ଭଲ ମନ୍ଦ ଜଣାଇ ଦୂରରେ ରହୁଥିବା ବଡ଼ ଭାଇଙ୍କ ନିକଟକୁ ପତ୍ର ଲେଖିବ। ତମ ଘରେ କ'ଣ ହେଉଛି ନ ହେଉଛି ଭଲ ମନ୍ଦ, ବଡ଼ ଭାଇ ବାହାରେ ଅଛି, ତାକୁ ଚିଠି ଲେଖି ଜଣାଇବ। ବା ଅରରେ କ'ଣ ଅଛି ନା ତୁମ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଷୟରେ ବର୍ଣ୍ଣନା କରି ତୁମ ବନ୍ଧୁଙ୍କ ନିକଟରୁ ପତ୍ର। ତୁମ ସାଙ୍ଗ ବାହାରେ ରହୁଛି, ତୁମ ବିଦ୍ୟାଳୟରେ କେମିତି ଫଙ୍କସନ୍ କଲ, କ'ଣ ଖାଇଲ, କ'ଣ ନାହିଁ, ତାପରେ ଚିଠି ମାଧ୍ୟମରେ ଲେଖିକି ତୁମ ସାଙ୍ଗ ନିକଟକୁ ପଠାଇବ। ତାପରେ ଦରଖାସ୍ତ କ'ଣ ପଡ଼ିଥିବ ଆପ୍ଲିକେସନ୍। ତୁମ ଅଞ୍ଚଳରେ ବ୍ୟାପିଥିବା କାମଳ ରୋଗର ଚିକିତ୍ସା ନିମନ୍ତେ ପଦକ୍ଷେପ ନେବାକୁ ଅନୁରୋଧ କରି ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ନିକଟକୁ ଦରଖାସ୍ତ ଲେଖିବ। ତୁମର ଗାଁର ରୋଗ ବ୍ୟାପୁଛି, ତୁମେ ସ୍ୱାସ୍ଥ୍ୟ ବିଭାଗ ଆପ୍ଲିକେସନ୍ ଲେଖିବ, ଆମ ରୋଗ ନିରାକରଣ ପାଇଁ କିଛି ବ୍ୟବସ୍ଥା କରନ୍ତୁ। ନହେଲେ କିମ୍ବା କ'ଣ ତୁମ ଘରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କ ନିକଟକୁ ଦରଖାସ୍ତ, ତୁମେ ପାଣି ପାଇପାରୁନ, ଆପ୍ଲିକେସନ୍ ଲେଖିଦେବ ହେଲା। ତାପରେ ଅନୁଚ୍ଛେଦ ଦେଖ, ଅନୁଚ୍ଛେଦ ମୁଁ ଆଗକୁ ଫଟୋ ରଖିଦେବି, ଦେଖି ନେବ ହେଲା। ଏଠି ଅନୁଚ୍ଛେଦ ଡିସ୍କସନ୍ କରୁଛି। ଗୋଟିଏ ଅନୁଚ୍ଛେଦର ପ୍ରଶ୍ନ ହେଉଛି 5 ମାର୍କ, ମନେ ରଖିବ। କେଉଁ ନାରୀମାନେ ବୈଦ୍ୟୁତିକ କର୍ମକାଣ୍ଡରେ ପ୍ରମୁଖ ଭୂମିକା ନିର୍ବାହ କରୁଥିଲେ, ଏଇଟା 5 ମାର୍କ। ମଧ୍ୟଯୁଗରେ ନାରୀ ଶିକ୍ଷା କାହିଁକି ବାଧାପ୍ରାପ୍ତ ହୋଇଥିଲା, ଏ ବି 5 ମାର୍କ। ତାପରେ ଦେଖିବା ଅନୁଚ୍ଛେଦ ଦେଖ, ପ୍ରାକ୍ ବୈଦିକ ଯୁଗର ମଧ୍ୟଯୁଗ ପର୍ଯ୍ୟନ୍ତ ନାରୀ ଶିକ୍ଷାର ବ୍ୟାପକ ପ୍ରସାର ଘଟିଥିଲା ବୋଲି କୁହାଯାଇପାରେ। ଏମିତି ପଢ଼ି ଯିବ। ଏ ତୁମର ଅନୁଚ୍ଛେଦ ପଡ଼ିଛି। এই ଅନୁଚ୍ଛେଦ ପୂର୍ବରେ ତାର ପ୍ରଶ୍ନ ଅଛି, ପ୍ରତ୍ୟେକ ପ୍ରଶ୍ନ 5 ମାର୍କ। ତ ଧନ୍ୟବାଦ, ଦେଖା ହେବା ଆମର ଆଉ ଗୋଟେ ଭିଡ଼ିଓରେ।